ଭଗବାନ କେବଳ ମୋତେ ହିଁ ଏତେ ଦୁଃଖ କାହିଁକି ଦେଲେ? ମୋ ଜୀବନର ମାତ୍ର ସମସ୍ୟା ଆଉ ଅନ୍ୟମାନଙ୍କ ଜୀବନରେ ସୁଖ। ବନ୍ଧୁମାନେ, ଆମେ ସବୁବେଳେ ନିଜର ଦୁଃଖକୁ ସବୁଠୁ ବଡ଼ ଭାବୁଥାଉ, କିନ୍ତୁ ଯେତେବେଳେ ଆମେ ଅନ୍ୟମାନଙ୍କ ଜୀବନର ସତ୍ୟକୁ ଦେଖୁ ସେତେବେଳେ ବୁଝିପାରୁ ଆମ ଦୁଃଖ ତ ସାଧାରଣ, ଅଧିକ ନୁହେଁ। ଆଜିର ଏହି ହୃଦୟସ୍ପର୍ଶୀ କାହାଣୀ ଦୁଃଖର ଗଣ୍ଠିଳି ଆପଣମାନଙ୍କ ଚିନ୍ତାଧାରାକୁ ପୁରା ବଦଳେଇ ଦେବ। କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ମନୋଜ ବୋଲି ଗୋଟେ ପିଲା ଥିଲା। ସେ ସବୁବେଳେ ନିଜର ଅନେକ ସମସ୍ୟା ସହ ଲଢ଼ୁଥିଲା। ତାକୁ ଲାଗୁଥିଲା ଯେ ଏହି ସଂସାରରେ ସବୁଠୁ ଅଧିକ ଦୁଃଖୀ ମଣିଷ ସେ ନିଜେ। ମନେ ହେଉଥିଲା ଭଗବାନ ସମସ୍ତ ଦୁଃଖ ତା ଭାଗ୍ୟରେ ଲେଖି ଦେଇଛନ୍ତି। ସେ ସବୁବେଳେ ଭଗବାନଙ୍କୁ କହେ, ହେ ପ୍ରଭୁ, ମୋ କଥା ଆପଣ କାହିଁକି ଶୁଣୁନାହାନ୍ତି? ମୋ ଜୀବନରେ ଏତେ କଷ୍ଟ କାହିଁକି? କେବେ ସେ ଭଗବାନଙ୍କୁ ଦୋଷ ଦେଉଥିଲା ତ ଆଉ କେବେ ନିଜ ଭାଗ୍ୟକୁ ଆଦରୁଥିଲା। ଗୋଟିଏ ସମସ୍ୟା ନ ଯିବା ଆଗରୁ ଆଉ ଗୋଟିଏ ନୂଆ ସମସ୍ୟା ମାଡ଼ି ଆସୁଥିଲା। ଦିନେ ରାତିରେ ଶୋଇବା ପୂର୍ବରୁ ମନୋଜ ଭଗବାନଙ୍କୁ କହିଲା, ହେ ପ୍ରଭୁ, ମୁଁ ଆଉ କେତେ ସହିବି? ଥକିଗଲିଣି। ଏହା ମୋର ଶେଷ ପ୍ରାର୍ଥନା। ଯଦି ଆପଣ ମୋ ଦୁଃଖ ଦୂର କରିପାରିବେ ନାହିଁ, ତେବେ କମ୍ ସେ କମ୍ ମୋ ଦୁଃଖକୁ ଏମିତି କାହା ଦୁଃଖ ସହ ବଦଳାଇ ଦିଅନ୍ତୁ, ଯାହାର ଜୀବନରେ ମୋ ଠାରୁ କଷ୍ଟ କମ୍ ଥିବ। କିଛି ଦିନ ପାଇଁ ହେଉ ପଛେ ମୋ ଜୀବନକୁ ଟିକେ ଶାନ୍ତି ମିଳୁ। ସେଇ ରାତିରେ ମନୋଜ ସ୍ୱପ୍ନରେ ଭଗବାନଙ୍କୁ ଦେଖିଲା। ଭଗବାନ ଟିକେ ହସି ଦେଇ କହିଲେ, ବାବୁ, ମୁଁ ତୁମ ପ୍ରାର୍ଥନା ସବୁଦିନ ଶୁଣୁଥିଲି, କିନ୍ତୁ ମୁଁ ସେମାନଙ୍କୁ ମଧ୍ୟ ଦେଖୁଥିଲି ଯେଉଁମାନେ ତୁମଠାରୁ ଅଧିକ କଷ୍ଟରେ ଅଛନ୍ତି। ଠିକ୍ ଅଛି, ତୁମର ସମସ୍ତ ଦୁଃଖକୁ କାଗଜରେ ଲେଖ, ତାପରେ ସେଗୁଡ଼ିକୁ ଗଣ୍ଠିଲି କରି ସହରର ମୁଖ୍ୟ ଛକରେ ଝୁଲେଇ ଦେଇ ଆସ। ସକାଳେ ଉଠି ମନୋଜ ଭାବିଲା, ସତରେ ଭଗବାନ ଆସିଥିଲେ କି? ପୁଣି ଭାବିଲା, ଚେଷ୍ଟା କରି ଦେଖିଲେ କ୍ଷତି କ'ଣ? କାଗଜରେ ଲେଖିବା ଆରମ୍ଭ କଲା। ଏତେ ସମସ୍ୟା ଥିଲା ଯେ କାଗଜର ଏକ ବଡ଼ ବୋଝେଇ ହୋଇଗଲା। ଶେଷରେ ସେ ସମସ୍ତ କାଗଜକୁ ଏକ ଗଣ୍ଠିଳିରେ ବାନ୍ଧିଦେଲା। ତାପରେ ସେଇ ଗଣ୍ଠିଳି ନେଇ ସହରର ମୁଖ୍ୟ ଛକକୁ ଗଲା। କିନ୍ତୁ ସେଠାରେ ପହଞ୍ଚି ସେ ଆଶ୍ଚର୍ଯ୍ୟ ହୋଇଗଲା। ସେ ଦେଖିଲା ସେଠାରେ ତ ପୂର୍ବରୁ ହିଁ ଲମ୍ବା ଲାଇନ୍ ଲାଗିଛି। ସମସ୍ତେ ନିଜ ନିଜ ଦୁଃଖର ବଡ଼ ବଡ଼ ଗଣ୍ଠିଳି ନେଇ ଆସିଛନ୍ତି। କେହି ଧନର ଦୁଃଖରେ ତ କେହି ମନର ଦୁଃଖରେ, କେହି ରୋଗରେ ତ କେହି ଭୋକରେ, କେହି ସମ୍ପର୍କରେ ଭାଙ୍ଗି ଯାଇଛି ତ କେହି ଜୀବନରେ ହାରିଯାଇଛି। ମନୋଜ ଭାବିଲା, ଭାବୁଥିଲି ମୁଁ ହିଁ ବଡ଼ ଦୁଃଖୀ, କିନ୍ତୁ ଏଠାରେ ତ ଦେଖୁଛି ମୋଠୁ ବଡ଼ ବଡ଼ ଦୁଃଖୀ। ଆକାଶବାଣୀ ହେଲା। ହଠାତ୍ ଆକାଶରୁ ଶବ୍ଦ ଶୁଣାଗଲା, ସମସ୍ତେ ନିଜ ନିଜ ଗଣ୍ଠିଲିକୁ ନେଇ ଏଠାରେ ଝୁଲେଇ ଦିଅ। ସମସ୍ତେ ନିଜର ନିଜର ଗଣ୍ଠିଲିକୁ ଖୁଣ୍ଟିରେ ଝୁଲାଇ ଦେଲେ। କିଛି ସମୟ ପରେ ପୁଣି ଆକାଶବାଣୀ ହେଲା, ଏବେ ଏଠାରେ ଝୁଲା ହୋଇଥିବା ସମସ୍ତ ଗଣ୍ଠିଲି ମଧ୍ୟରୁ ତୁମେ ଯେଉଁ ଗଣ୍ଠିଲିକୁ ହାଲୁକା ଭାବୁଛ ସେହି ଗଣ୍ଠିଲିକୁ ନେଇଯାଅ। ଏହା ପରଠାରୁ ଯିଏ ଯେଉଁ ଗଣ୍ଠିଲି ଉଠେଇଥିବ ତାକୁ ସେହି ହିସାବରେ ଦୁଃଖ ଭୋଗିବାକୁ ପଡ଼ିବ। ସମସ୍ତେ ହାଲୁକା ଗଣ୍ଠିଲି ନେବାକୁ ଦୌଡ଼ିଗଲେ, କିନ୍ତୁ ପ୍ରତ୍ୟେକ ଗଣ୍ଠିଲିକୁ ଦେଖି ମନୋଜର ମନରେ ଭୟ ଆସୁଥିଲା। କିଏ ଜାଣେ, ଏଥିରେ ମୋ ଠାରୁ ଅଧିକ ଦୁଃଖ ଥାଇପାରେ। ଯଦି ଅଧିକ ଦୁଃଖ ମିଳିଲା, ମୋ ଜୀବନ ତ ଆହୁରି ଅଧିକ ନଷ୍ଟ ହୋଇଯିବ। ତାପରେ ସେ ଭାବିଲା, କମ୍ ସେ କମ୍ ମୁଁ ମୋ ନିଜ ଦୁଃଖକୁ ଚିହ୍ନି ତ ପାରୁଛି, ସେଗୁଡ଼ିକୁ ସହିବାର ଅଭ୍ୟାସ ମଧ୍ୟ ହୋଇଗଲାଣି। ହେଇପାରେ ଦିନେ ଏହାର ସମାଧାନ ମଧ୍ୟ ମିଳିଯିବ। ଶେଷରେ ମନୋଜ ନିଜ ଗଣ୍ଠିଲିକୁ ହିଁ ପୁଣି ଉଠାଇ ନେଲା। ସେ ବୁଝି ଯାଇଥିଲା, ଦୁନିଆରେ ସମସ୍ତଙ୍କ ଜୀବନରେ କିଛି ନା କିଛି ଦୁଃଖ ଅଛି। କେହି ବାହାରୁ ହସୁଛନ୍ତି ତ କେହି କବାଟ ଢାଙ୍କି କାନ୍ଦୁଛନ୍ତି। କେହି କମେଡ଼ିଆନ୍ ସାଜି ସମସ୍ତଙ୍କୁ ହସାଉଛନ୍ତି, କିନ୍ତୁ ଭିତରେ ଭାଙ୍ଗି ଯାଇଛନ୍ତି। ସତରେ ଆମେ ସବୁବେଳେ ନିଜ ଦୁଃଖକୁ ସବୁଠୁ ବଡ଼ ଭାବିଥାଉ, କିନ୍ତୁ ଆମଠାରୁ ଅଧିକ କଷ୍ଟରେ ଥିବା ଲୋକ ମଧ୍ୟ ଅଛନ୍ତି। କେତେ ଲୋକଙ୍କୁ ଦୁଇ ବେଳିଆ ଭୋଜନ ମଧ୍ୟ ମିଳୁନାହିଁ। କେତେ ଲୋକ ଜୀବନ ଓ ମୃତ୍ୟୁର ମଝିରେ ଲଢ଼ୁଛନ୍ତି। ଜୀବନରେ ଯାହା ଅଛି ସେତିକିରେ ଖୁସି ହୁଅନ୍ତୁ ଆଉ ନିଜ ଦୁଃଖ ସହ ଲଢ଼ିବା ଶିଖନ୍ତୁ। ଦୁଃଖ ଜୀବନରେ ଶେଷ ନୁହେଁ,
ଦୁଃଖ ହେଉଛି ଜୀବନକୁ ଶକ୍ତିଶାଳୀ କରିବାର ଏକ ପରୀକ୍ଷା। ଯଦି ଏହି କାହାଣୀ ଆପଣଙ୍କ ହୃଦୟକୁ ଛୁଇଁଥାଏ, ତେବେ ଏହାକୁ ନିଜ ସାଙ୍ଗମାନଙ୍କ ସହ ସେୟାର ନିଶ୍ଚୟ କରନ୍ତୁ। କମେଣ୍ଟ କରି ନିଶ୍ଚୟ କୁହନ୍ତୁ ଆପଣଙ୍କୁ ଦୁଃଖର ଗଣ୍ଠିଲି କିପରି ଲାଗିଲା। ଧନ୍ୟବାଦ।